ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଧର ସାହୁଙ୍କ 109ତମ ଜନ୍ମ ଜୟନ୍ତୀ ପାଳିତ। ଢେଙ୍କାନାଳ ଜିଲ୍ଲାର ପ୍ରଜା ଆନ୍ଦୋଳନର ମହାନ ନେତା ତଥା ରାଜ୍ୟର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀଧର ସାହୁ ଏକାଧାରରେ ଜଣେ ସଂଗ୍ରାମୀ, ସମାଜ ସଂସ୍କାରକ ଏବଂ ସମାଜରେ ପଛରେ ପଡ଼ିଥିବା ଦୁଃଖୀ ମଣିଷଙ୍କର ବନ୍ଧୁ ଥିଲେ। ଏଭଳି ଜଣେ ମହାନ ଦେଶପ୍ରେମୀଙ୍କ ନୀତି, ଆଦର୍ଶ ଓ ସ୍ମୃତିକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ତାଙ୍କର 109ତମ ଜୟନ୍ତୀ ଉତ୍ସବରେ ଦୃଢ଼ ଦାବି କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ କହିଥିଲେ ଯେ ତତ୍କାଳୀନ ଅତ୍ୟାଚାରୀ ଢେଙ୍କାନାଳ ରାଜା ଶଙ୍କର ପ୍ରସାଦ, ମହେନ୍ଦ୍ର ବାହାଦୁର ଏବଂ ଇଂରେଜଙ୍କ ମିଳିତ ଅତ୍ୟାଚାରରେ ପ୍ରଜାମାନେ ଢେଙ୍କାନାଳ ଛାଡ଼ି ପଳାଉଥିଲେ। ସେ ସମୟରେ ନିହଲ ପ୍ରସାଦ ଗ୍ରାମର ମାତ୍ର 16 ବର୍ଷର ବାଳକ ଉଭୟ ରାଜା ଓ ଇଂରେଜଙ୍କ ବିରୁଦ୍ଧରେ ସ୍ୱର ଉଠାଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଢେଙ୍କାନାଳ ରାଜ୍ୟ ବାହାରେ ଯାଜପୁରର ଧର୍ମଶାଳା ବ୍ଲକ ଅନ୍ତର୍ଗତ କଲାଣ୍ଡରେ କ୍ୟାମ୍ପ କରି ସଂଗ୍ରାମକୁ ଉଜ୍ଜୀବିତ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ କାରାବରଣ କରି ଜେଲରେ ମାଟି ଖପରାରେ କଏଦୀଙ୍କୁ ଦୟନୀୟ ଭାବରେ ଖାଦ୍ୟ ଦିଆଯିବା, ଗୋଟିଏ ପାଇଖାନାରେ ସମସ୍ତ କଏଦୀଙ୍କୁ ଶୌଚ କରାଯିବା, କଏଦୀଙ୍କୁ ଖବରକାଗଜ ଓ ପତ୍ରପତ୍ରିକା ପଢ଼ିବାକୁ ଦିଆ ନ ଯିବା ପ୍ରତିବାଦରେ ସେ 21 ଦିନ ଜେଲରେ ଅନଶନ କରିଥିଲେ। ଏଥିପାଇଁ ତାଙ୍କୁ ଅତି ମାରାତ୍ମକ ଅଙ୍ଗାହତ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଏହି ଦଣ୍ଡରେ ଛାତରେ ଥିବା ଲୁହା ଶିକୁଳିରେ କଏଦୀଙ୍କର 2ଟି ଗୋଡ଼ ବାନ୍ଧି ଦିଆଯାଇ ମୁଣ୍ଡ ଏବଂ ହାତକୁ ତଳକୁ କରି ଟାଙ୍ଗି ଦିଆଯାଏ। ଏହାପରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ହେବା ପର୍ଯ୍ୟନ୍ତ ନିର୍ଧୂମ ଚାବୁକରେ ପିଟାଯାଏ। ଏହା ପରେ ବି ଶ୍ରୀଧର ଅନଶନରୁ ବିରତ ନ ହେବାରୁ ଶେଷରେ ଜେଲ ବ୍ୟବସ୍ଥାର ସଂସ୍କାର ଅଣାଯାଇ କଏଦୀଙ୍କୁ ପିତ୍ତଳ ପାତ୍ରରେ ଖାଦ୍ୟ ଦିଆଗଲା। ଏହାସହ ଅଧିକ 12ଟି ପାଇଖାନା ନିର୍ମାଣ କରି କଏଦୀଙ୍କୁ ପତ୍ରପତ୍ରିକା ପଢ଼ିବାକୁ ପ୍ରଦାନ କରାଯାଇଥିଲା। ଶ୍ରୀଧର ସାହୁ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ସମ୍ମାନପତ୍ର ପାଇଛନ୍ତି। ତାଙ୍କର ଯାଜପୁର ଜିଲ୍ଲାର କଲାଣ୍ଡ କ୍ୟାମ୍ପକୁ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ପରି ମହାନ ଦେଶଭକ୍ତମାନେ ନିୟମିତ ଆସୁଥିବାର ପ୍ରମାଣ ରହିଛି। ସେଥିପାଇଁ କଲାଣ୍ଡ କ୍ୟାମ୍ପକୁ ସ୍ୱାଧୀନତା ସ୍ମୃତି ସଦନ କରାଯିବା ସହ ତାଙ୍କର ତ୍ୟାଗକୁ ପରପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସରକାର ହସ୍ତକ୍ଷେପ କରିବାକୁ ଦାବି କରାଯିବ ବୋଲି କହିଥିଲେ। ଏଥିରେ ବରିଷ୍ଠ ସାହିତ୍ୟିକ ବୁଦ୍ଧଦେବ ପ୍ରଧାନ କହିଥିଲେ ଯେ ଢେଙ୍କାନାଳର ଏହି ମହାନ ସଂଗ୍ରାମୀଙ୍କର ସଂଗ୍ରାମ ଅତ୍ୟନ୍ତ ଗାରିମାପୂର୍ଣ୍ଣ। ଏହାର ପ୍ରଚାର ପ୍ରସାର ସହ ସ୍ମୃତିକୁ ଅଧିକ ଲୋକାଭିମୁଖୀ କରାଯିବା ନିହାତି ଆବଶ୍ୟକ। ପରାଧୀନ ଭାରତରେ ଢେଙ୍କାନାଳର ଅତ୍ୟାଚାର ଯେଭଳି ସମସ୍ତ ସୀମା ଟପିଥିଲା, ଠିକ୍ ସେହିପରି ଏହା ବିରୁଦ୍ଧରେ ଶ୍ରୀଧର ସାହୁଙ୍କ ପରି ସଂଗ୍ରାମୀଙ୍କର ସଂଗ୍ରାମର ମଧ୍ୟ ବିକଳ୍ପ ନାହିଁ। ମୋ ନାଁ ହେଉଛି ବୁଦ୍ଧଦେବ ପ୍ରଧାନ। ମୁଁ ପିଙ୍ଗୁଆ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଯିଏକି 1938 ମସିହା ପ୍ରଜା ଆନ୍ଦୋଳନର ଏ ଅଞ୍ଚଳରୁ ସବୁଠାରୁ କମ୍ ବର୍ଷର ସଂଗ୍ରାମୀ ଶ୍ରୀଧର ବାବୁ। ମାତ୍ର 16 ବର୍ଷ ବୟସ ସେତେବେଳେ ତାଙ୍କୁ। ଏତେ ବଡ଼ ରାଜତନ୍ତ୍ର ବିରୁଦ୍ଧରେ ଯେଉଁଟା ଗୋଟେ ଏ ଟାଇପ୍ ଷ୍ଟେଟ୍ ଥିଲା ସେତେବେଳେ ଓଡ଼ିଶାର 26ଟା ଗଡ଼ଜାତ ଭିତରୁ ସବୁଠୁ ଟାଣୁଆ ଗଡ଼ଜାତ ହେଉଛି ଏଠି, ତା ବିରୁଦ୍ଧରେ ସଂଗ୍ରାମ କରିବା ଏ ଛୋଟିଆ କଥା ନଥିଲା। ଯେଉଁଟାକି ସତୀଶ ବାବୁ କହୁଥିଲେ ଯେ ସେ ଏକକାଳୀନ 2ଟା ବିରୁଦ୍ଧରେ ଲଢ଼ୁଥିଲେ ଇଂରେଜମାନଙ୍କ। ଆମର ଢେଙ୍କାନାଳ ମାଟିରେ ଯେଉଁମାନେ ସବୁ ସଂଗ୍ରାମୀ ସେମାନଙ୍କର ମଧ୍ୟ ଭୁବନେଶ୍ୱରରେ ଯେଉଁ ଢେଙ୍କାନାଳ ଲୋକମାନେ ସବୁ ସେଠି ଯେଉଁ ମେଳ କରିକିରି ଏଠି ବିଭିନ୍ନ କଲମ ଶକ୍ତିଶାଳୀ ହେବା ଦରକାର। କଲମ ଶକ୍ତିଶାଳୀ ନହେଲେ ହବ ନାହିଁ। କଲମଟା ଶକ୍ତିଶାଳୀ ହେବାଟା ସେଟା ପ୍ରଥମ ଦରକାର। ଏହି ସଂଗ୍ରାମକୁ ରାଜ୍ୟର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ସମ୍ମାନ ଦେଉଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତାପସ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଗୋକୁଳାନନ୍ଦ ସାହୁ ସ୍ୱାଗତ ଭାଷଣ ଏବଂ କବି ନିରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅଭିନେତା ସଂଗ୍ରାମ ଶତପଥୀ, ସାମ୍ବାଦିକ ତାରାକାନ୍ତ ନାୟକ, ପ୍ରଦୀପ କୁମାର ଦାସ, ଡମ୍ବରୁଧର ଓଝା, ଭ୍ରମରବର ବାରିକ, ବିନୋଦ ବିହାରୀ ପଣ୍ଡା, ଶିକ୍ଷକ ଟଙ୍କଧର ବାରିକ, ଦୁର୍ବାଦଳ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିସରରେ
मुख्य अतिथि सतीश विश्वाल स्वाधीनता संग्रामी श्रीधर साहू प्रतिमूर्ति में पुष्पमाल्य अर्पण सह प्रदीप प्रज्वलन करी उत्सव को आनुष्ठानिक भाव उद्घाटन करथिले। एथिरे स्थानीय अंचलर बहु संख्यार लोक उपस्थित थिले। टंकधर बारिक भावरे तांको गांधी कहले अत्युक्ति हो नाही। से गांधी नीतिबाणी अनुप्राणित निजे तैयारी होती एणु से अन्य मानक सही नीति अनुप्राणित करने चाहिए। बहु झड़झंझा सही विभिन्न प्रकार असुविधार सम्मुखीन हेले से तांकर कार्य समापन कर। मो ना डम्बरधर सेठी मो घर गंदिया मोर से पुराणा होती। श्रीधर साहू होती मो राजनीतिक गुरु एवं से भली लोक ये भारत वर्ष जन्म हो भारत को आजाद कर जार ए ब्रिटिश सरकार गोरा सरकार विरुद्ध रे जे लड़ाई कर जाति देश एवं लड़ाई करे एवं आदिवासी हरिजन गरीब लोकों को एवं एकाठी करी देश जाति प्रति जगह से मीटिंग कर भारत रत्न एवं ये निहल प्रसाद रत्न ए ढेंकानाल भी रत्न कारण ना तांकर लोभ नथला मोह नथला माया नथला एवं से चाहूले देश को आजाद करने पिला छुआ छाड़ी देश जाति जो कार्यक्रम करचंती तांको वेलकम से भारत माटीर से योग्य संतान। मु श्री सतीश विश्वाल स्तंभकार स्वीकृति प्राप्त सांबादिक एवं समाजसेवी युव नेता स्वाधीनता संग्रामी अच्छा भितर श्रीधर साहू स्थान स्वतंत्र कारण से एका धारा दुईटी शक्ति सहित लड़ुले इंग्रेज सरकार सहित ढेंकानाल जो प्रबल पराक्रमी एवं अत्याचारी राजा शासन विरुद्ध लड़ुले खाली इंग्रेज शासन एवं ढेंकानाल राजा अत्याचार विरुद्ध लड़ु नथिले से समाजर दुष्ट अवहेलित वर्ग पछुआ वर्गर उन्नति दलित समाजर उन्नति कार्य करुले। मु आज गोटे स्तंभ जरिया सरकार नजर को नहीं मुझे आज गोटे बिगुल बजे दे हलांड जो कैंप होता तार पुनरुद्धार और श्रीधर साहू स्मृति उद्देश्य राज्य स्तर में पालन करने जगन्नाथ निकट में कामना करी जे श्रीधर साहू स्मृति राज्य स्तर में अधिक पदक्षेप सरकार ने सरकार। ढेंकानाल सौम्य रंजन महांती रिपोर्ट नागराज न्यूज।